ବିଜେପୁର କୂଅ ଭିତରୁ ତୁଳସୀରାମ ଭୁଏ ନାମକ ଯୁବକଙ୍କୁ ଜୀବନ୍ତ ଉଦ୍ଧାର ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ପଦମପୁର ଶକ୍ତିନଗର ବାବୁଲୁ ମନିହାରଙ୍କ ସମେତ ବିଜେପୁର ଭୋଇପଡ଼ାର ଶକ୍ତି ବେହେରା, ବିଜେପୁର ମଧ୍ୟପଡ଼ାର ତ୍ରିନାଥ ମହାପାତ୍ର ଏବଂ ବିଜେପୁର ମହମ୍ମଦ ଅକମଲ ରଜାକ ବୋଲି ବରଗଡ଼ ଏସ୍ପି ରବୀନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି। ଭୋଜି ଖାଇ ଗଣ୍ଡଗୋଳ କରି 4 ଜଣ ତୁଳସୀରାମଙ୍କୁ ମାଡ଼ ମାରିବା ସହ ଅଚେତ ଅବସ୍ଥାରେ କୂଅରେ ଫିଙ୍ଗି ଦେଇଥିବା ପୋଲିସ କହିଛି। ଏନେଇ ବିଜେପୁର ଥାନା କେସ୍ ନମ୍ବର 138ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ବିଜେପୁର ସମଲାଇପଦର ନର୍ସରୀର ପରିତ୍ୟକ୍ତ କୂଅରୁ ତୁଳସୀରାମ ଭୁଏ ନାମକ ଯୁବକ ଉଦ୍ଧାର ହେବାର ମାତ୍ର 24 ଘଣ୍ଟା ମଧ୍ୟରେ ପୋଲିସକୁ ମିଳିଛି ସଫଳତା। ବିଜେପୁର ଓ ପଦମପୁର 4 ଜଣଙ୍କୁ ଗିରଫ କରିବା ସହ ସିନ୍ ରିକ୍ରିଏସନ୍ କରିଛି। ଗତ ରବିବାର ବରଗଡ଼ ଜିଲ୍ଲା ପଦମପୁର ଥାନା ଅଧୀନ ପୁରେନା ଗାଁର ତୁଳସୀରାମ ଭୁଏଙ୍କୁ କିଛି ଯୁବକ ବିଜେପୁର ବ୍ଲକ ସମଲାଇପଦର ନର୍ସରୀ ନିକଟରେ ମାଡ଼ ମାରି ଅଚେତ କରିଦେଇଥିଲେ। ପରେ ତାଙ୍କୁ ଏକ ପରିତ୍ୟକ୍ତ ଖୋଲା କୂଅରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। 4 ଦିନ ଧରି କୂଅ ଭିତରେ ଜୀବନ ସହ ସଂଘର୍ଷ କରିବା ପରେ ଗତକାଲି ସ୍ଥାନୀୟ ବାସିନ୍ଦା ବିହାରୀ ମଲ୍ଲିକ କାଠ ସଂଗ୍ରହ କରୁଥିବା ବେଳେ କୂଅ ଭିତରୁ ଶବ୍ଦ ଶୁଣିଥିଲେ। ସେ ନିକଟକୁ ଯାଇ ଦେଖିଲା ପରେ ଜଣେ ବ୍ୟକ୍ତି କୂଅ ଭିତରେ ଫସି ରହିଥିବା ଜାଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ଓ ବିଜେପୁର ପୋଲିସ ମିଳିତ ଭାବେ ତୁଳସୀରାମଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବିଜେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୋଲିସ 4 ଜଣ ଯୁବକଙ୍କୁ ଗିରଫ କରି ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିଥିଲା। ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍ ଓ ବିଜେପୁର ପୋଲିସ ମିଳିତ ଭାବରେ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ବାବୁଲୁ ମନିହାରଙ୍କ ସମେତ ଶକ୍ତି ବେହେରା, ତ୍ରିନାଥ ମହାପାତ୍ର ଏବଂ ମହମ୍ମଦ ଅକମଲ ରଜାକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଏହାସହ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବରଗଡ଼ ଏସ୍ପି ରବୀନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବରଗଡ଼ ସମ୍ବାଦ। ତୁଳସୀରାମ ଭୁଇ ଗୋଟେ ପିଲା ତା ସାଙ୍ଗ ସହିତ ମିଶି ସେ ଗତ ରବିବାର ଦିନ ଭୋଜି ଖାଇ ଯାଇଥିଲେ ବିଜେପୁର ଗୋଟେ ଜଙ୍ଗଲ ଭିତରେ। ତାଙ୍କ ଭିତରେ ପାଟିତୁଣ୍ଡ ହେଲା ପରେ ବାଡ଼ାବାଡ଼ି ହେଇଛି। ଯେତେବେଳେ ସେ ସେନ୍ସେସ୍ ହେଇଯାଇଛି ଆମେ ଭାବିଛୁ ସେ ମରିଯାଇଛି ବୋଲି, ତାକୁ ନେଇ ପାଖ ଘରେ ପକେଇଦେଲେ। ପଡ଼ିଲା ପରେ ସିଏ 3-4 ଦିନ ରହିଲା ପରେ ସେ ପାଟି କରୁ ତା ପାଟି ଶୁଣି ଗାଁ ଲୋକମାନେ ଖବର ଦେଲେ। ପୋଲିସ ଆଉ ଫାୟାର ଷ୍ଟେସନ ଯାଇ ଗତକାଲି ଉଦ୍ଧାର କଲେ। ଏଥିରେ ଯେ ମୁଖ୍ୟ ଅଭିଯୁକ୍ତ ଗତକାଲି ସେ ଆରେଷ୍ଟ ହୋଇଛି, ତା ନାଁ ଥିଲା ବାବୁଲୁ ମନିହାର। ଆଉ ଆଜି ଏବେ ବର୍ତ୍ତମାନ ଆଉ 3ଟା ଲୋକ ଆମେ ଆରେଷ୍ଟ କରିଛୁ, ତାକୁ ଗୋଟେ କୋର୍ଟ ଫଟା କରିଛୁ। ଇଏ ତାଙ୍କ ଭିତରେ ଯୋଉ ମଦ ପିଇକି ଗଣ୍ଡଗୋଳ ହେଇଥିଲା, ସେଥିପାଇଁ ମୁଖ୍ୟ ଘଟଣା କାରଣ ହଉଛି ଏଇଟା। ହଁ, ସିନ୍ କରାଯାଇଥିଲା ଏବଂ ସ୍ପଟରେ ସାର୍ଟିଫିକେଟ ଏନଗେଜ କରାଯାଇଛି। ତଦନ୍ତର ସବୁ ପ୍ରକ୍ରିୟା କରାଯାଉଛି।